ଆଜ୍ଞା ମୋର ବଡ ଖେଲାପଦର କାର୍ତ୍ତିକ ଲେମା କିଛି ଦିନ ତଳେ ଗୋଟେ ଛୁଆକୁ ଆଣିଥିଲୁ। ସେ ଛୁଆକୁ ଆଣିଲା ପୂର୍ବରୁ ଡକ୍ଟର ନାହାନ୍ତି, ସିକ୍ୟୁରିଟି ଗାର୍ଡ ଥିଲା। ତାଙ୍କେ ମେଡିସିନ ଦେଲେ, ଡ୍ରେସିଂ ଫେସିଂ ସବୁ କଲେ, କିନ୍ତୁ ଯଦି କଣ ଅସୁବିଧା ହେଲେ ତାଙ୍କେ କଣ ଜାଣିଛନ୍ତି କି? ସେତିକି ଡକ୍ଟର ପାଠ ତାଙ୍କେ ପଢିଛନ୍ତି କି? ସେତିକି ଆମେ କହୁଛୁ କଣ ଅସୁବିଧା ହେଲେ ତାଙ୍କେ ବୁଝିପାରିବେ କି? ଆମ ଦାବି ଡକ୍ଟର ଥିବା ତ ଦରକାର। 10ଟାରେ ଆସୁଛନ୍ତି 12ଟାରେ ଚାଲି ଯାଉଛନ୍ତି, ସେଟା କଣ ନିୟମ ଅଛି କି ଆଜ୍ଞା? ଆଜ୍ଞା ବଡ ଖେଲାପଦ ପଞ୍ଚାୟତ କଣବାଇର ପଞ୍ଚାୟତ ଏ ଦୁଇଟା ପଞ୍ଚାୟତ ହେଇକିନା ଆସୁଛନ୍ତି ଆଜ୍ଞା। ଆମର ଡିମାଣ୍ଡ ଡକ୍ଟର ଆସିକିନା ରହିବାର ଦରକାର ଆଜ୍ଞା। ଆଜ୍ଞା ପୂର୍ବରୁ ବି ଡକ୍ଟର ନଥିଲେ, ଗୋଟେ ପେସେଣ୍ଟକୁ ରାୟଗଡା 108 ଡକେଇକିନା ବି ନେଇଛୁ, ସେଟା ସମସ୍ତେ ବି ଜାଣିଛନ୍ତି, କିନ୍ତୁ ଡକ୍ଟର ଏଠି ନଥିଲେ ଆଜ୍ଞା। ପାଖରେ ଗୋଟେ ସ୍କୁଲ ଅଛି, କେତେବେଳେ କଣ କୋଉ ପିଲା ଯଦି ଅସୁବିଧା ହେଇଗଲେ ତାଙ୍କେ କଣ ସିକ୍ୟୁରିଟି ଗାର୍ଡ ବୁଝିପାରିବେ କି ଆଜ୍ଞା? ଡକ୍ଟର ଥିବାର ନିହାତି ଦରକାର ନା ନାହିଁ। ତେଣୁକରି ଆମେ ଅଭିଯୋଗ କରୁଛୁ, ଯଦି ଡକ୍ଟର ଥିଲେ ତାଙ୍କେ 10ଟାରେ ଆସନ୍ତୁ 12ଟାରେ ଆସନ୍ତୁ, କିନ୍ତୁ 7ଟା ପର୍ଯ୍ୟନ୍ତ ନିହାତି ଦରକାର ଆମର। କେତେବେଳେ କିଏ କଣ ହେଇଗଲେ ବାଇଚାନ୍ସ କିଏ ଯଦି କୋ ଅସୁବିଧାରେ ବି ଆସନ୍ତି, ଜର ଫର ହେଇକିନା ବି ଆସନ୍ତି, ସେଥିପାଇଁ ଆମେ ଅଭିଯୋଗ କରୁଛୁ ଆଜ୍ଞା। ବିଜୟ କରକଡିଆ ବଡ ଖେଲାପଦର ଆଜ୍ଞା। ଡକ୍ଟର 10ଟାରେ ଆସୁଛନ୍ତି, 12ଟା ନ ହଉଣୁ ପଳେଇ ଯାଉଛନ୍ତି ସାରେ। ସେଥିପାଇଁ ଆମେ ଜନସାଧାରଣ ହଇରାଣ ହଉଛୁ। ଆଉ ସେ ସ୍କୁଲ ବି ଗୋଟେ ପାଖରେ ଅଛି, ସେଥିପାଇଁ ବାଇଚାନ୍ସ ଗୋଟେ ପିଲା ଅସୁବିଧା ସୁବିଧା ହେଲେ ସେ ୱାଚମ୍ୟାନକୁ ଚାବି ଧରେଇକିନା ପଳେଇ ଯାଉଛନ୍ତି। ସେଥିପାଇଁ ଡକ୍ଟର ରହୁନାହାନ୍ତି। ସେଥିପାଇଁ ଆମେ ଅଭିଯୋଗ କରୁଛୁ ଯେ ସନ୍ଧ୍ୟା 4ଟା 15 ରହିବା ପାଇଁ ସାର୍। ସାର୍ ଏଠି ତ କିଛି ସୁବିଧା ନାହିଁ, 108 କଲ୍ କରିକିନା କଲରା ନେଇଯାଉଛି ସାର୍। କଣ ଦାବି କରୁଛୁ ମାନେ ସାର୍ ହେଲେ ସନ୍ଧ୍ୟା 4ଟା 15 ରହିବାର ଦୁଃଖରେ ସୁଖରେ ଥିବାର ଅଛି ସାର୍, ନହେଲେ 11ଟାରେ 12ଟାରେ ବନ୍ଦ କରି ପଳେଇଲେ ବାଇଚାନ୍ସ 2ଟା 3ଟାରେ କିଏ ଗୋଟେ ଡେଲିଭରି ପେସେଣ୍ଟ କିଏ କଣ ଅସୁବିଧା ହେଲା ସାର୍, ଆମେ କାହାକୁ କହିବାର ଅଛି ସାର୍? ମେଡିକାଲ ଗୋଟେ ଅଛି ବୋଲି ଆମେ ଅଭିଯୋଗ କରୁଛୁ ସାର୍।